ସତରେ କ'ଣ କେହି ଏମିତି ନିଷ୍ଠୁର ସାଜିପାରେ? ଦିନେ ଯେଉଁ ପୁଅକୁ ସେ ନିଜ ହାତରେ ବଡ଼ କରିଥିଲା, ଆଜି ସେହି ବାପା ନିଜ ପୁଅର ସଂସାର ଉଜାଡ଼ି ଦେଇଛି। ଘରଦ୍ୱାର ସବୁ ଜଳିପୋଡ଼ି ଛାରଖାର। କେଉଁଠି ଦରପୋଡ଼ା ପୋଷାକ ପଡ଼ିଛି ତ କେଉଁଠି ଆସବାବପତ୍ର ଜଳିଯାଇଛି। କେଉଁଠି ପାଣି ବୋତଲ ତରଳି ଯାଇଛି, ଯେମିତି ସର୍ବଗିଳା ନିଆଁ ଆଁରେ ସବୁକିଛି ଅଙ୍ଗାର ହୋଇଯାଇଛି। ଆଉ କେଉଁଠି ଏବେ ବି ସେ ତାଟିଆରେ ଛିଡ଼ା ରୁଟିକୁ କ୍ଷୀର ଥୁଆ ହେଇଛି। ଆଉ ସେଇ ଭିତରେ ଏପଟେ ଅଣନାତିକୁ କୋଳରେ ବସାଇ ବୁଢ଼ୀ ମାଆଟି ଗୁମୁରି ଗୁମୁରି କାନ୍ଦୁଛି। କାହାକୁ କ'ଣ କହିବ କିଛି ବୁଝିପାରୁନି। ତା ବୁଢ଼ା ପୁଅ ଆଜି ତା ଭେଣ୍ଡିଆ ନାତି ଆଉ ନାତୁଣୀ ବୋହୂକୁ ମୃତ୍ୟୁର ଦ୍ୱାରକୁ ପଠାଇ ଦେଇଛି। ଏ କଥାକୁ ବିଶ୍ୱାସ ମଧ୍ୟ କରିପାରୁନି ସେ। 6 ବର୍ଷର କଅଁଳ ପିଲାଟି ବି ମାଆକୁ ହରାଇ ସାରିଥିବା ବେଳେ ଏବେ ମୃତ୍ୟୁ ମୁଖରେ ପଡ଼ିଥିବା ବାପାର ବାଟକୁ ଅନେଇ ବସିଛି। ସତରେ ଗୋଟେ ବାପା କ'ଣ ଏତେ ନିଷ୍ଠୁର ହୋଇପାରେ? ଜେଜେ ବାପାର ଅମାନୁଷିକ କାଣ୍ଡ ପରେ ଏବେ ଡାକ୍ତରଖାନାରେ ମୃତ୍ୟୁ ସହ ସଂଗ୍ରାମ କରୁଛି ସେଇ କଅଁଳ ଛୁଆର ବାପା। ହ୍ୟାଲୋ, ହାଏ, ନମସ୍କାର। ଆଉ ଏକ ନୂଆ କାହାଣୀ ସହିତ ଷ୍ଟୋରି ୱିଥ୍ ପ୍ରତାପକୁ ଆପଣଙ୍କୁ ପୁଣି ଥରେ ସ୍ୱାଗତ। ହଁ ଆଜ୍ଞା, ପୁଅ ଦୀନବନ୍ଧୁ କଟକ ମେଡ଼ିକାଲରେ ମୃତ୍ୟୁ ସହ ସଂଗ୍ରାମ କରୁଛନ୍ତି। ତାଙ୍କୁ ଆଇସିୟୁରେ ରଖାଯାଇଛି। ଶରୀରର 50%ରୁ ଅଧିକ ପୋଡ଼ିଯାଇଛି। ଆଉ ସେପଟେ ଗତକାଲି ଚିକିତ୍ସାଧୀନ ଅବସ୍ଥାରେ ଆଖି ବୁଜିଥିଲେ ବୋହୂ ସସ୍ମିତା ରାଉତ। ଏପଟେ ବାରଙ୍ଗ ଥାନା ପୋଲିସ ସାଇଣ୍ଟିଫିକ୍ ଟିମ୍ ସହ ଅଭିଯୁକ୍ତ ଗୋବର୍ଦ୍ଧନର ବାରସିଙ୍ଗା ଘରକୁ ଯାଇ ଯାଞ୍ଚ କରିଥିଲା। ଶୋଇବା ଘର ଓ ଡାଇନିଂ ରୁମ୍ରୁ ଦମ୍ପତିଙ୍କ ପୋଡ଼ା କପଡ଼ା, ବାଡ଼ିରେ କପଡ଼ା ଗୁଡ଼ାଇ ତିଆରି ହୋଇଥିବା ନିଆଁ ହୁଳା ଓ ଏକ ବୋତଲରେ ଥିବା କିଛି ପେଟ୍ରୋଲକୁ ସାଇଣ୍ଟିଫିକ୍ ଟିମ୍ ଜବତ କରି ପରୀକ୍ଷା ପାଇଁ ନେଇଛି। ଏହା ସହିତ ଗୋବର୍ଦ୍ଧନର ବୃଦ୍ଧା ମା' ଓ ଆଖପାଖ ପଡ଼ୋଶୀଙ୍କୁ ଘଟଣା ସମ୍ପର୍କରେ ପଚରାପଚରି କରାଯାଇଛି। ବାଙ୍କି ବାରଙ୍ଗ ଗୋଡ଼ାସାହି ଫାଣ୍ଡି ବାରସିଙ୍ଗା ଗାଁରେ ଘରୋଇ କଳହର କରୁଣ ପରିଣତି ଘଟିଯାଇଥିବା ଏ କାହାଣୀ ଆଜି ଯେମିତି ସବୁକିଛି ଶେଷ କରିଦେଇଛି। ଶନିବାର ରାତି 10ଟା ସମୟରେ ବାରସିଙ୍ଗା ଗାଁର ଦୀନବନ୍ଧୁ ରାଉତ ଓ ସସ୍ମିତା ରାଉତଙ୍କ ଉପରେ ତାଙ୍କ ବାପା ଗୋବର୍ଦ୍ଧନ ରାଉତ ପେଟ୍ରୋଲ ଢାଳି ନିଆଁ ଲଗାଇ ଦେଇଥିବା ଅଭିଯୋଗ ହୋଇଥିଲା। ପୁଅ ଦୀନବନ୍ଧୁଙ୍କୁ ବାପା ଗୋବର୍ଦ୍ଧନ ଟଙ୍କା ମାଗିଥିଲେ, ହେଲେ 2 ଦିନ ପୂର୍ବରୁ 5,000 ଟଙ୍କା ଦେଇଥିବାରୁ ଆଉ ଟଙ୍କା ଦେବାକୁ ମନା କରିଦେଇଥିଲେ। ପୁଅ ଘର ମଝିରେ ପାଚୋରି ପକାଇବାକୁ ଧମକ ଦେଉଥିଲେ। ଶନିବାର ରାତିରେ ପୁଅ ବୋହୂ ବସି ଖାଉଥିବା ବେଳେ ବାପା ଗୋବର୍ଦ୍ଧନ ହଠାତ୍ ଆସି ପେଟ୍ରୋଲ ଢାଳି 2 ଜଣଙ୍କ ଉପରେ ନିଆଁ ପକାଇ ଦେଇଥିଲେ। ଚିତ୍କାର ଶୁଣି ଦୀନବନ୍ଧୁ ଓ ତାଙ୍କର ସ୍ତ୍ରୀକୁ ଗ୍ରାମବାସୀ ଉଦ୍ଧାର କରିଥିଲେ। ଏହାପରେ ଅଭିଯୁକ୍ତ ଗୋବର୍ଦ୍ଧନ ରାଉତଙ୍କୁ ଗିରଫ କରିଥିଲା ପୋଲିସ। କିନ୍ତୁ ସେହି ନିଆଁର ଦାଉରୁ ବଞ୍ଚିନଥିଲେ ବୋହୂ ସସ୍ମିତା। ଏପଟେ ମୃତ ବୋହୂ ସସ୍ମିତା ରାଉତଙ୍କର ଏସ୍ସିବିରେ ବ୍ୟବଚ୍ଛେଦ ପରେ ମୃତଦେହ ପରିବାର ବର୍ଗକୁ ହସ୍ତାନ୍ତର କରିଥିଲା ପୋଲିସ, ଯାହାକୁ ନେଇ ସସ୍ମିତାଙ୍କ ଗ୍ରାମ ଶ୍ମଶାନରେ ଶୋକାକୁଳ ପରିବେଶ ଭିତରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ କରାଯାଇଛି। ଏପଟେ ଅଭିଯୁକ୍ତ ବାପା ଗୋବର୍ଦ୍ଧନ ରାଉତଙ୍କ ଜଣେ ସମ୍ପର୍କୀୟଙ୍କ ଲିଖିତ ଅଭିଯୋଗକୁ ଆଧାର କରି ମାମଲା ରୁଜୁ କରିଛି ପୋଲିସ। ଅନ୍ୟପଟେ ଏସ୍ସିବିରେ ଅଭିଯୁକ୍ତ ଗୋବର୍ଦ୍ଧନଙ୍କୁ ପୋଲିସ ହେଫାଜତରେ ରଖାଯାଇ ଚିକିତ୍ସା କରାଯାଉଛି। ସେ ସୁସ୍ଥ ହେବା ପରେ ତଦନ୍ତରେ ମିଳିଥିବା ତଥ୍ୟ ପ୍ରମାଣକୁ ଆଧାର କରି ପୋଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ। ଏବେ କେବଳ ଦେଖିବାକୁ ବାକି ରହିଲା ଏମିତି ବାପାକୁ କିଭଳି ଦଣ୍ଡ ମିଳୁଛି। ଆପଣଙ୍କ ମତରେ ଏଭଳି ବାପାକୁ କି ପ୍ରକାର ଦଣ୍ଡ ମିଳିବା ଦରକାର କମେଣ୍ଟ କରି ନିଶ୍ଚିତ ଜଣାଇବେ। ଆଜି ପାଇଁ ରହୁଛୁ। ଆମେ ପୁଣି ଆସିବୁ ଆଉ ଏକ ନୂଆ କାହାଣୀ ସହିତ ଷ୍ଟୋରି ୱିଥ୍ ପ୍ରତାପରେ। ସେତେବେଳେ ଯାଏ ନମସ୍ତେ, ଜୟ ଜଗନ୍ନାଥ।